ସାଙ୍ଗମାନେ ନମସ୍କାର। ମୁଁ ଲିପି ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଚ୍ୟାନେଲକୁ। ଆଜି ଆମେ ତିଆରି କରିବା କୋବିରେ ମଞ୍ଚୁରିଆନ୍। ସେଥିପାଇଁ ମୁଁ ଗାଜର ଆଉ ବନ୍ଧାକୋବିକୁ ପ୍ରଥମେ ଆମର ଚପରରେ ଚପ୍ କରିନେବି ଭଲସେ ଛୋଟ ଛୋଟ କରି। ତ ଦେଖନ୍ତୁ ମୁଁ ବର୍ତ୍ତମାନ ଗାଜରକୁ ଚପର ସାହାଯ୍ୟରେ ଚପ୍ କରିନେଉଛି। ତାପରେ ବନ୍ଧାକୋବିକୁ ମଧ୍ୟ ଦେଖନ୍ତୁ ଗାଜର ଗୁଡ଼ିକ ଭଲସେ ପୁରା ଛୋଟ ଛୋଟ ହେଇକି କାଟି ହେଇଗଲା। ତାପରେ ମୁଁ ସେଥିରେ ବନ୍ଧାକୋବିକି ପକାଇକି ମଧ୍ୟ ଚପ୍ କରିନେବି। ଏହି ଦୁଇ ପରିବା ଚପ୍ କରିସାରିଲା ପରେ ମୁଁ ନେକ୍ସଟ ପ୍ରୋସେସକୁ ଯିବି। ଦେଖନ୍ତୁ ବର୍ତ୍ତମାନ ତାପରେ ମୁଁ କିଛି ଗ୍ରୀନ୍ ମଟର ମଧ୍ୟ ଚପ୍ କରିକି ନେଇଛି। ଆପଣ ଅପସନାଲ, ଆପଣଙ୍କ ମନପସନ୍ଦର ପରିବା ଆପଣ ନେଇପାରିବେ। ଦେଖନ୍ତୁ ବର୍ତ୍ତମାନ ଗୋଟେ ଜାଗାରେ ଗ୍ରୀନ୍ ମଟର ଆଉ ବନ୍ଧାକୋବି ଗାଜରକୁ ଏକା ସାଙ୍ଗରେ ମିଶାଇ ନେଇଛି। ତାପରେ ଆପଣ ଚାହିଁଲେ ଏଇ ପରିବାକୁ ସବୁ ଗୋଟେ ସୂତା କପଡ଼ା ଦେହରେ ଲୁଣ ପକାଇ ସାରିଲା ପରେ ସୂତା କପଡ଼ା ଦେହରେ ଚୁପୁଡ଼ିକି ତାର ପାଣି ଗୁଡ଼ାକ କାଢ଼ିଦେବେ। କିନ୍ତୁ ମୁଁ ପାଣି ସେଥିରେ ଅଛି, ମୁଁ ତା ସହିତ କରିଛି। ଭେଜିଟେବୁଲ୍ ପାଣି ଯଦି କାଢ଼ିଦେଲେ ତାର ଭିଟାମିନ୍ ସବୁ ପଳେଇଯିବ। ତେଣୁ ମୁଁ ସେଥିରେ ପ୍ରଥମେ ଲୁଣ ପକାଇଦେଲି, ତାପରେ କିଛି ଗୋଲମରିଚ ଗୁଣ୍ଡ, ତାପରେ ମଇଦା 2 ଚାମଚ ଖଣ୍ଡେ ପକାଇଦେଲି, ଆଉ ତାପରେ ଆରାରୁଟ୍ ପାଉଡ଼ର ପକାଇ ନେବି। ଆରାରୁଟ୍ ପାଉଡ଼ର 2 ଚାମଚ ପକାଇଦେବି। ବଡ଼ ଚାମଚରେ ପକାଇଛି। ତାପରେ ଗୋଟେ ମ୍ୟାଗି ମସଲା ପକାଇ ନେଇଛି। ଆପଣଙ୍କ ହିସାବରେ ଆପଣ ମସଲା, ଯେଉଁ ମସଲା ଆପଣଙ୍କୁ ଭଲ ଲାଗେ ଆପଣ ସେଇ ମସଲା, କିମ୍ବା ମଞ୍ଚୁରିଆନ୍ ମସଲା ବି ମିଳୁଛି ମାର୍କେଟରେ, ଆପଣ ମଞ୍ଚୁରିଆନ୍ ମସଲା ବ୍ୟବହାର କରିବେ। ଏହାକୁ ସବୁ ଭଲ ଭାବରେ ଗୋଳେଇ ନେବି। ଏଥିରେ ମୁଁ ଅଦା ରସୁଣ ପେଷ୍ଟ ଦେଇନି, ଯେହେତୁ ମୁଁ ମଞ୍ଚୁରିଆନ୍ କଲାବେଳେ ବ୍ୟବହାର କରିବି। ଏଥିରେ ମୁଁ ଅଦା ରସୁଣ ପେଷ୍ଟ ଦେଇନି। ଆପଣ ଚାହିଁଲେ ଅଦା ରସୁଣ ବି ଛୋଟ ଛୋଟ କାଟିକି ଦେଇପାରିବେ। ତାପରେ ସବୁକୁ ହାତରେ ଏମିତି ଛୋଟ ଛୋଟ ବଲ୍ ଭଳିଆ କରି ନେଉଛି। ଦେଖନ୍ତୁ ଏସବୁ ମଞ୍ଚୁରିଆନ୍କୁ ମୁଁ ବଲ୍ ଭଳିଆ ହାତରେ ଆରାମସେ ବଲ୍ର ସାଇଜ୍ରେ ହେଇଯିବ। ଏସବୁ ବଲ୍ ହେଇଗଲେ ମୁଁ ସେପଟେ ଅଲରେଡ଼ି ଆଗରୁ କଡ଼େଇରେ ତେଲ ଗରମ କରିବା ପାଇଁ ଛାଡ଼ି ନେଇଛି। ଏହି ବଲ୍ ଗୁଡ଼ିକ ହେଲା ପରେ ମୁଁ ଛାଣିବା ପାଇଁ ତେଲ କଡ଼େଇରେ ପକାଇଦେବି। ଦେଖନ୍ତୁ ପ୍ରାୟ ଗୋଟେ ଥରରେ ଯେତେ ବଲ୍ ଦରକାର ମୁଁ ସବୁ ପ୍ରସ୍ତୁତ କରିସାରିଲିଣି। ଏପଟେ କଡ଼େଇରେ ମଧ୍ୟ ତେଲରେ ପକାଇଦେଲି। ଦେଖନ୍ତୁ ମୋ ବଲ୍ ଗୁଡ଼ିକ ସବୁ ମଞ୍ଚୁରିଆନ୍ ବଲ୍ ଗୁଡ଼ିକ ହୋଇସାରିଲାଣି। ଏବେ ମୁଁ ଆଉ ଗୋଟେ କଡ଼େଇରେ କିଛି ତେଲ ପକାଇଦେବି। ସେଥିରେ ତେଲ ଗରମ ହେଇସାରିଲା ପରେ ମୁଁ ସେଥିରେ କିଛି ପିଆଜ 2ଟା ଖଣ୍ଡେ କାଟିକି ରଖିଥିଲି, ଏଭଳି ଲମ୍ବା ଲମ୍ବା ଭାବରେ କାଟିଥିବେ, ତାକୁ ପକାଇକି ବେଶୀ ଭାଜିବେ ନାହିଁ, ଜଷ୍ଟ ତାର ପିଆଜର କଲର୍ ଚେଞ୍ଜ ହେବା ଯାଏ ଭାଜି ନେବି। ଦେଖନ୍ତୁ ଜଷ୍ଟ ଟିକେ ଟିକେ ପିଆଜ ଭାଜି ହେଇଗଲେ ତାପରେ ମୁଁ ସେଥିରେ ଗୋଟେ କି 2ଟା କଞ୍ଚା ଲଙ୍କା କାଟିକି ରଖିଥିଲି। ଆପଣଙ୍କର ଯେତେ ରାଗ ଖାଆନ୍ତି ସେ ଅନୁସାରେ ଆପଣ ପକାଇ ପାରିବେ। ତାପରେ ଶିମଲା ମିର୍ଚା ଗୋଟେ କାଟିକି ରଖିଥିଲି, ତାକୁ ମଧ୍ୟ ପକାଇ ଭଲ ଭାବରେ ଭାଜି ନେଲି। ଏହି ଦୁଇ ପରିବା ସିଝିବା ପାଇଁ ମୁଁ 1 ଚାମଚ ଲୁଣ ଭିତରେ ପକାଇଦେଲି। ଲୁଣ ପକାଇବା ଦ୍ୱାରା ତା'ର ପାଣି ଜଳୀୟ ଅଂଶ ବାହାରି ପଡ଼ିଥାଏ ଆଉ ଜଲ୍ଦି ରାନ୍ଧି ହୋଇଥାଏ, ସିଝି ଯାଇଥାଏ। ଏହାପରେ ମୁଁ ଦେଖନ୍ତୁ ବର୍ତ୍ତମାନ ମୁଁ ଅଦା ରସୁଣକୁ ଛୋଟ ଛୋଟ କରି କାଟି ଛେଚି ଦେଇଥିଲି, ତାକୁ ଏଇଠି ପକାଇ ନେଲି। ଟିକେ ବେଶୀ ରସୁଣ ବ୍ୟବହାର କରିବେ, କାରଣ ରସୁଣ ଫ୍ଲେଭରଟା
ମଞ୍ଚୁରିଆନ୍ ହେଲେ ଭଲ ଲାଗେ। ଏସବୁକୁ ଟିକେ ଭାଜି ସାରିଲା ପରେ ଆମେ 5 ମିନିଟ୍ ଖଣ୍ଡେ ଭାଜିବାକୁ ପଡ଼ିବ। 5 ମିନିଟ୍ ପରେ ଦେଖନ୍ତୁ ମୋର ପ୍ରାୟ ହେଇ ଆସିଲାଣି। ଆପଣ ଚାହିଁଲେ ଘୋଡ଼େଇକି ମଧ୍ୟ ଟିକେ ଛାଡ଼ିଦେବେ। ଦେଖନ୍ତୁ ପ୍ରାୟତଃ ଆମର ମଞ୍ଚୁରିଆନ୍ ପାଇଁ ଯେଉଁ ଶିମଲା ମିର୍ଚା ଆଉ ପିଆଜ ଭାଜି ହେଇସାରିଛି। ଶିମଲା ମିର୍ଚାର ଦେଖନ୍ତୁ କଲର୍ ବି ଚେଞ୍ଜ ହେଇଛି। ଏବେ ମୁଁ ଗୋଟେ ବଡ଼ ଗିନାରେ ଗୋଟେ ଗିନା ଟମାଟୋ ସସ୍ ଆପଣ ଟମାଟୋ କେଚପ୍ ବ୍ୟବହାର କରିବେ ତ ପକାଇଦେବେ। ଆଉ ଏଥିରେ ମୁଁ ଅଧା ସୋୟା ସସ୍ ଗୋଟେ ବଡ଼ ଠିପି, ଯେଉଁ ଠିପିରେ ଆପଣ ସୋୟା ସସ୍ ବୋତଲର ଠିପିରେ ବା 2 ଚାମଚ ପକାଇବେ। ତାପରେ ଭିନେଗାର ମୁଁ ହାଫ୍ ଟେବୁଲ୍ ସ୍ପୁନ୍ରୁ କମ୍ ହେବ ପକାଇଥିଲି। ଏସବୁକୁ ଭଲ ଭାବରେ ମିଶାଇ ଦେଲା ପରେ ଆପଣ ମଞ୍ଚୁରିଆନ୍ ବଲ୍ ଗୁଡ଼ିକ ରଖିଥିବେ ତାକୁ ସେଥିରେ ପକାଇ ମିଶାଇ ଦେବେ। ଦେଖନ୍ତୁ ସାଙ୍ଗମାନେ, ତାପରେ ଏଠି ମୁଁ ଆଉ ଗୋଟିଏ ମ୍ୟାଗି ମସଲା ପକାଇ ନେଇଛି। ମ୍ୟାଗି ମସଲାରେ ଚଟପଟା ଫ୍ଲେଭର୍ ଟିକେ ଥାଏ ଆଉ ଖାଇବାକୁ ଭଲ ଲାଗିଥାଏ। ଦେହ ପାଇଁ ମଧ୍ୟ ହାନିକାରକ ନୁହେଁ। ବର୍ତ୍ତମାନ ଦେଖନ୍ତୁ ସାଙ୍ଗେ ଆମର ମଞ୍ଚୁରିଆନ୍ ପ୍ରାୟ ପ୍ରସ୍ତୁତ ହୋଇସାରିଲାଣି। ଯଦି ଆପଣମାନଙ୍କୁ ମୋର ଭିଡ଼ିଓଟି ଭଲ ଲାଗିଥିବ ତେବେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେନି ସାଙ୍ଗମାନେ। ଏବେ ମୁଁ 1 ଚାମଚ ପାଣି ଟିକେ ଦେଇଦେଲି। ବହୁତ ଡ୍ରାଏ ହେଇଯାଇଥିଲା, ଟିକେ ଦେଇଦେଲେ ମଞ୍ଚୁରିଆନ୍ ଭିତରେ ଆମର ସସ୍ ଗୁଡ଼ିକ ଭିଜି ଯାଇଥିବ। ଦେଖନ୍ତୁ ବର୍ତ୍ତମାନ ମୋର ସବୁ ମଞ୍ଚୁରିଆନ୍ ପ୍ରସ୍ତୁତ ହୋଇସାରିଛି। ଏବେ ଆମେ କାଟି ରଖିଥିବା ଧନିଆ ପତ୍ର ପକାଇ ମିଶାଇ ଦେବା। ଏହାକୁ ରୁଟି କିମ୍ବା ସାଧା ଖାଇବାକୁ ଭଲ ଲାଗିଥାଏ। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ଆମର ମଞ୍ଚୁରିଆନ୍ ପ୍ରସ୍ତୁତ ହୋଇଛି। ଆମେ ଏହାକୁ ପ୍ଲେଟ୍ରେ କାଢ଼ି ନେବା। ଯଦି ମୋ ଭିଡ଼ିଓ ଭଲ ଲାଗିଥିବ, ପୁଣି ଥରେ କହୁଛି ସାଙ୍ଗମାନେ, ଆପଣମାନେ ଦୟାକରି ସବସ୍କ୍ରାଇବ୍ କରିନେବେ। ଧନ୍ୟବାଦ ସାଙ୍ଗମାନେ, ନମସ୍କାର।